ଅଳ୍ପ କେଇଟା ଦିନ ଭିତରେ ଗୋଟେ ଗେହ୍ଲା ବୋହୂ ହୋଇଯାଇଥାଏ ଅପରାଜିତା। ଶାଶୁ ଏବଂ ବୋହୂ ଉଭୟ ପାଖାପାଖି ଗାଁର, ତେଣୁ ସେମାନଙ୍କ ଭିତରେ ଖୁବ୍ ଶୀଘ୍ର ଯୋଡ଼ି ବନିଗଲା। କୁହାଯାଏ, ପୁଅଟେ ବାପାଙ୍କୁ ଯେଉଁ ପ୍ରକାର କଥା କହିପାରିବନି, ଝିଅଟି ନିର୍ଦ୍ୱନ୍ଦ୍ୱରେ ତାର ମାଆକୁ ସେ କଥା କହିପାରିବ। ଦୁଇ ପିଢ଼ିର କଥା ହେଉ ହେଉ ଶାଶୁ ଓ ବୋହୂ ଦୁଇଜଣ ଖୁବ୍ ଭଲ ସାଙ୍ଗ ପାଲଟିଗଲେ। ଶ୍ୱଶୁର ଏବଂ ଜେଜାଶ୍ୱରଙ୍କର ଦେହ ପ୍ରାୟ ଖରାପ ରହୁଥାଏ। ସେମାନଙ୍କର ସେବାରେ ସମ୍ପୂର୍ଣ୍ଣ ମନୋନିବେଶ କରିଦେଇଥାଏ ଅପରାଜିତା। ଅଭିଳାଷ ବି ବହୁତ ଖୁସି ହୋଇଯାଇଛି ଅପରାଜିତା ଉପରେ। ସମସ୍ତେ ତାକୁ କହୁଥିଲେ, ଭଲ ପାଇବାଟା ଭଲ, କିନ୍ତୁ ଭଲ ପାଇ ବିବାହ କରିବାଟା ଭୁଲ। ଭଲ ପାଇ ବାହା ହେବାରେ ଶାନ୍ତି ନଥାଏ। ତେଣୁ ଅଭିଳାଷ ମନ ଭିତରେ ଗୋଟେ କିନ୍ତୁ ଥିଲା, ମୁଁ ଯାହା କରୁଛି ଠିକ୍ କରୁଛି ତ? କିନ୍ତୁ ଆଜି ସେ କିନ୍ତୁଟା ତା ମନ ଭିତରୁ ହଜିଯାଇଛି। ନିଜେ ଭଲ ପାଇବା ଯେ ଠିକ୍, ସେ ଆଜି ହୃଦବୋଧ କରିସାରିଛି। କଥାରେ ଅଛି, ସମୟ ଭଲ ତ ସବୁ ଭଲ, ସମୟ ଖରାପ ତ ସବୁ ଖରାପ। ଆଉ ମଧ୍ୟ କୁହାଯାଏ, ବିପଦ କେବେ ବି ଏକୁଟିଆ ଆସିନଥାଏ। ଯେତେବେଳେ ବିପଦ ଆସିଥାଏ, ସାଥିରେ ଭାଇ ବନ୍ଧୁ ସାହି କୁଟୁମ୍ବକୁ ଧରି ଆସିଥାଏ। ସତରେ ଯେମିତି ବିପଦର କଳା ବାଦଲଟା ମାଡ଼ି ଆସିଥିଲା ଅଭିଳାଷର ପରିବାର ଉପରକୁ। ବାହାଘରର 3 ମାସ ପୁରିଛି କି ନାହିଁ, ଅପ୍ରତ୍ୟାଶିତ ଦୁର୍ଘଟଣାରେ ଅଭିଳାଷର ବଡ଼ ଭାଉଜର ମୃତ୍ୟୁ ହୋଇଯାଏ। ଘରେ କାନ୍ଦ ବୋବାଳି ପଡ଼ିଯାଏ। ଅଭିଳାଷର ବାପା ହଚକିତ ହୋଇଯାଆନ୍ତି ଏ ଖବରଟି ପାଇଲା ପରେ। ସେ ସିନା ଚାକିରି କରିଥିଲେ ଗୋଟେ କିରାଣୀର, କିନ୍ତୁ ଥିଲେ ସ୍ୱାଭିମାନୀ। ଗୋଟେ ବୋହୂକୁ ଆଣିବାର 3 ମାସ ପୁରିନି, ଆଉ ଗୋଟିଏ ବୋହୂ ସମସ୍ତଙ୍କୁ ଛାଡ଼ି ଚାଲିଗଲା। ଦୁଃଖ ମନସ୍ତାପ ଭିତରେ ସେ ଖାଇବା ପିଇବା ବି ଛାଡ଼ିଦେଲେ। କାଳେ କିଏ କ'ଣ କହିଦେବ, ତେଣୁ ଘରୁ ବାହାରକୁ ଯିବା ବି ବନ୍ଦ କରିଦେଲେ ସେ। ଯେଉଁ ଘର ଭିତରେ ଆନନ୍ଦର ଲହରୀ ଖେଳି ବୁଲୁଥିଲା, ଆଜି ସେ ଘରଟା ଖାଲି ଖାଁ ଖାଁ ଲାଗୁଛି। ସତେ ଏମିତି ହସ ହଜିଯାଇଛି ସମସ୍ତଙ୍କ ମୁହଁରୁ।